ଆଜି ଆମେ ଏହି ଭିଡ଼ିଓରେ ଚତୁର୍ଥ ଶ୍ରେଣୀ ଇତିହାସ ବହିର ପ୍ରଥମ ଅଧ୍ୟାୟ ଇତିହାସ ବିଷୟରେ ଧାରଣା ବିଷୟର ଅଭ୍ୟାସ କାର୍ଯ୍ୟ ଆଲୋଚନା କରିବା। 1 ନମ୍ବରଟି କହିଛି ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର 50ଟି ଶବ୍ଦରେ ଦିଅ। କ ନମ୍ବରଟି କହିଛି ମନୁଷ୍ୟର ଅତୀତ ଘଟଣାର ନିରବଚ୍ଛିନ୍ନ କ୍ରମିକ ଅଗ୍ରଗତି ହେଉଛି ଇତିହାସ। ଏହା କାହିଁକି କୁହାଯାଇଛି ଲେଖ। ଆନ୍ସାର। ପ୍ରାଚୀନତମ କାଳରୁ ଆଜି ପର୍ଯ୍ୟନ୍ତ ମାନବ ସମାଜର ସାମାଜିକ, ସାଂସ୍କୃତିକ ତଥା ରାଜନୈତିକ କ୍ଷେତ୍ରରେ ଯେଉଁ ସବୁ ପରିବର୍ତ୍ତନ ଦେଖାଦେଇଥିଲା ତାର କ୍ରମ ବିବରଣୀକୁ ହିଁ ଇତିହାସ କୁହାଯାଏ। ବର୍ତ୍ତମାନ ପୃଥିବୀରେ ଯେତେ ମନୁଷ୍ୟ ଦେଖାଯାଆନ୍ତି ସମସ୍ତେ ଗୋଟିଏ ଜାତିର। ବୈଜ୍ଞାନିକମାନଙ୍କ ମତରେ ଆଜକୁ ପ୍ରାୟ 15 ଲକ୍ଷ ବର୍ଷ ପୂର୍ବରୁ ପୃଥିବୀରେ ମନୁଷ୍ୟର ସୃଷ୍ଟି ହୋଇଥିଲା, କିନ୍ତୁ ତା ପୂର୍ବରୁ ମନୁଷ୍ୟର ରୂପ ଏପରି ନଥିଲା। ନୃ-ବାନର ମାନଙ୍କର କ୍ରମ ବିକାଶ ଘଟି ମନୁଷ୍ୟ ସୃଷ୍ଟି ହୋଇଥିଲା। ସେହି ଜାତିର ଗିବନ, ଓରାଙ୍ଗଟାନ, ଗରିଲା ଓ ସିମ୍ପାଞ୍ଜିମାନେ ଏବେ ପୃଥିବୀରେ ଦେଖାଯାଉଛନ୍ତି। ମନୁଷ୍ୟମାନଙ୍କର ସାଂସ୍କୃତିକ ଧାରା ଅତି ପ୍ରାଚୀନ। ସାମାଜିକ, ରାଜନୀତି ଓ ଅସ୍ତ୍ରଶସ୍ତ୍ର ତିଆରିରୁ ମନୁଷ୍ୟ ସଂସ୍କୃତି ଆରମ୍ଭ ହୋଇଛି ବୋଲି କୁହାଯାଏ। ଏହାଛଡ଼ା କୃଷିକାର୍ଯ୍ୟ, ଅଗ୍ନିର ଆବିଷ୍କାର ଓ ବ୍ୟବହାର, ଚକର ଉଦ୍ଭାବନ, ବିଭିନ୍ନ ଧାତୁର ବ୍ୟବହାର, ଗ୍ରାମ, ସହର ଓ ରାଜ୍ୟର ପରିକଳ୍ପନା, ଶାସନ ପ୍ରଣାଳୀ ଓ ପରିଚାଳନା ଇତ୍ୟାଦି ବିଭିନ୍ନ ସୋପାନ ଦେଇ ମନୁଷ୍ୟ ସଂସ୍କୃତି ଅଗ୍ରଗତି କରିଛି। ଏହିସବୁ ଅଗ୍ରଗତିର ଧାରାବାହିକ ବିବରଣୀ ହେଉଛି ଇତିହାସ। ଅନ୍ୟ ଭାବରେ କହିଲେ ମନୁଷ୍ୟର ଅତୀତ ଘଟଣାବଳୀର ନିରବଚ୍ଛିନ୍ନ ଅଗ୍ରଗତି ହେଉଛି ଇତିହାସ। ତାପରେ ଖ ନମ୍ବରଟି କହିଛି ଇତିହାସ କାହିଁକି ପଢ଼ିବା। ଆନ୍ସାର। ଇତିହାସର ଅର୍ଥ ଅତୀତ ବିଷୟରେ ଜାଣିବା। ଅନ୍ୟ ଅର୍ଥରେ ଇତିହାସ ହେଉଛି ଏକ ବାସ୍ତବ ଘଟଣାବଳୀ ଯାହା ଅତୀତରେ ବାସ କରୁଥିବା ମନୁଷ୍ୟମାନଙ୍କର ଜୀବନଯାପନ ପ୍ରଣାଳୀ ବିଷୟରେ ଆଲୋଚନା କରେ। ଇତିହାସ ପଠନ ଦ୍ୱାରା ଆମେ ସମୟାନୁକ୍ରମରେ ଅତୀତରେ ଘଟିଥିବା ଘଟଣାବଳୀକୁ ଜାଣିପାରୁ। ବର୍ତ୍ତମାନକୁ ବୁଝିବାକୁ ହେଲେ ଅତୀତକୁ ଜାଣିବା ଆବଶ୍ୟକ। ତେଣୁ ଅତୀତକୁ ଆମେ ବର୍ତ୍ତମାନ ଓ ଭବିଷ୍ୟତକୁ ଠିକ୍ ଭାବରେ ଗଠନ କରିପାରିବା। ଅତୀତରେ ମନୁଷ୍ୟ ଆନନ୍ଦ ଓ ସୁଖ ଶାନ୍ତିରେ ରହିବା ପାଇଁ ଯେଉଁ ସବୁ ଉପାୟ ଅବଲମ୍ବନ କରୁଥିଲା ସେଗୁଡ଼ିକ ମଧ୍ୟରୁ କେତେକ ବର୍ତ୍ତମାନ ମଧ୍ୟ ଆମ ପାଇଁ ଦରକାରୀ ହୋଇପାରେ। ଅତୀତରେ ସେହି ଉପାୟମାନ ମଧ୍ୟରୁ ଦରକାରୀଗୁଡ଼ିକୁ ବାଛି ଗ୍ରହଣ କରିବାରେ ଇତିହାସ ପଠନ ସାହାଯ୍ୟ କରିଥାଏ। ଅତୀତର ବିଭିନ୍ନ ପ୍ରଥା, ରାଜ୍ୟ ଗଠନ, ଶାସନ ପ୍ରଣାଳୀ ଆଦି ବିଷୟରେ ଜାଣି ଯେଉଁଗୁଡ଼ିକ ଆମ ପାଇଁ ଦରକାରୀ ସେଗୁଡ଼ିକୁ ଗ୍ରହଣ କରିପାରିବା। ଏହି କାର୍ଯ୍ୟ କରିବାରେ ଇତିହାସ ପଠନ ସହାୟକ ହୋଇଥାଏ। ଇତିହାସ ପଠନ ଦ୍ୱାରା ଅତୀତରେ ଆମ ସମାଜରେ ପ୍ରଚଳିତ ଅନେକ କୁପ୍ରଥା ଓ ଅନ୍ଧବିଶ୍ୱାସ ପ୍ରତି ଅବଗତ ରହୁ ଏବଂ ସେଗୁଡ଼ିକ ଆମ ପାଇଁ କେତେଦୂର ଗ୍ରହଣଯୋଗ୍ୟ ତାହା ଆମେ ବୁଝିପାରିବା। ସେଗୁଡ଼ିକୁ ଆବଶ୍ୟକୀୟ ପରିବର୍ତ୍ତନ କରି ବର୍ତ୍ତମାନର ପରିସ୍ଥିତି ସହିତ ମେଳ କରିବା ପାଇଁ ଚେଷ୍ଟା କରିବା। ତେଣୁ ଇତିହାସ ପଢ଼ିବା ଆମ ପାଇଁ ନିହାତି ଆବଶ୍ୟକ। ତାପରେ ଗ ନମ୍ବରଟି କହିଛି ଇତିହାସ ଜାଣିବାର ବିଭିନ୍ନ ଆଧାରଗୁଡ଼ିକ କ'ଣ। ଆନ୍ସାର। ଇତିହାସ ଜାଣିବାର ଆଧାରଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ, ଯଥା ପ୍ରତ୍ନତାତ୍ତ୍ୱିକ ଆଧାର ଏବଂ ସାହିତ୍ୟିକ ଆଧାର। ପ୍ରତ୍ନତାତ୍ତ୍ୱିକ ଆଧାର ଏହା 4 ଭାଗରେ ବିଭକ୍ତ କରାଯାଇଛି, ଯଥା ଖୋଦିତ ଲେଖା ବା ଲିପି, କୀର୍ତ୍ତି ଓ କଳାକୃତି, ଭୌତିକ ଅବଶେଷ, ମୁଦ୍ରା। ତାପରେ ସାହିତ୍ୟିକ ଆଧାର ଏହା 3 ଭାଗରେ ବିଭକ୍ତ କରାଯାଇଛି, ଯଥା ଧର୍ମ ସମ୍ବନ୍ଧୀୟ ସାହିତ୍ୟ, ଐହିକ ସାହିତ୍ୟ, ବୈଦେଶିକ ବିବରଣୀ। ତାପରେ ଘ ନମ୍ବରଟି କହିଛି ସମୟ ଅନୁସାରେ ଇତିହାସକୁ କେତେ ଭାଗରେ ବିଭକ୍ତ କରାଯାଇଛି। ଆନ୍ସାର। ସମୟ ଅନୁସାରେ ଇତିହାସକୁ 3 ଭାଗରେ ବିଭକ୍ତ କରାଯାଇଛି, ଯଥା ପ୍ରାକ୍ ଐତିହାସିକ ଯୁଗ, ଆଦ୍ୟ ଐତିହାସିକ ଯୁଗ, ଐତିହାସିକ ଯୁଗ। ବହୁ ପୁରାତନ କାଳରେ ଲୋକମାନଙ୍କର ମାଟିପାତ୍ର, ଅଳଙ୍କାର, ହାତ ହତିଆର, ସେମାନେ ରହୁଥିବା ଗୁମ୍ଫାରେ ଥିବା ଚିତ୍ରରୁ ଲୋକମାନଙ୍କର ଜୀବନଯାପନ ପ୍ରଣାଳୀ ସମ୍ପର୍କରେ ଆମେ ଜାଣିପାରୁ। ତେଣୁ ଏହି ଯୁଗକୁ ପ୍ରାକ୍ ଐତିହାସିକ ଯୁଗ କୁହାଯାଏ। ମନୁଷ୍ୟ ଲେଖି ଶିଖିବା ପରେ ବିଭିନ୍ନ ଘଟଣାକୁ ଯେବେଠାରୁ ଲେଖା ଦ୍ୱାରା ପ୍ରକାଶ କରିପାରିଲା ସେହି ସମୟକୁ ଆଦ୍ୟ ଐତିହାସିକ ଯୁଗ କୁହାଯାଏ। ସିନ୍ଧୁ ନଦୀ କୂଳରେ ଏହି ସମୟରେ ଏକ ସଭ୍ୟତା ଗଢ଼ି ଉଠିଥିଲା। ଲେଖାର ଉନ୍ନତି ହେବା ପରେ ମନୁଷ୍ୟ ବିଭିନ୍ନ ଘଟଣାକୁ ପଥର କାନ୍ଥ, ଖମ୍ବ, ତମ୍ବାପଟା, ତାଳପତ୍ର, ମାଟିପାତ୍ର ଇତ୍ୟାଦିରେ ଲେଖିପାରିଲା। ଏହି ସମୟକୁ ଐତିହାସିକ ଯୁଗ କୁହାଯାଏ। ତାପରେ ଓ ନମ୍ବରଟି କହିଛି ଭାରତର ଭୌଗୋଳିକ ଅବସ୍ଥା ଏହାର ଇତିହାସକୁ କି ପ୍ରଭାବ ପକାଇଛି। ଆନ୍ସାର। ଭାରତ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ। ଏହା ଏସିଆ ମହାଦେଶର ଦକ୍ଷିଣ ଉପକୂଳରେ ପ୍ରାୟ ମଧ୍ୟଭାଗରେ ଅବସ୍ଥିତ। ଭାରତର ଦକ୍ଷିଣ ଭାଗକୁ 3 ଦିଗରୁ ସମୁଦ୍ର ଘେରି ରହିଥିବାରୁ ଏହାକୁ ଉପଦ୍ୱୀପ କୁହାଯାଏ। ଆଫ୍ରିକା, ଅଷ୍ଟ୍ରେଲିଆ ଓ ୟୁରୋପ ଠାରୁ ଭାରତ ପ୍ରାୟ ସମାନ ଦୂରରେ ରହିଛି। ପ୍ରାଚୀନ ସଭ୍ୟତାର ବିକାଶଶୀଳ ଦେଶଗୁଡ଼ିକ ଭାରତର ସୀମାକୁ ଲାଗି ବା ଭାରତଠାରୁ ଅନତି ଦୂରରେ ରହିଛନ୍ତି। ଭାରତର ଉତ୍ତର ପୂର୍ବ ସୀମାରେ ଚୀନ, ପଶ୍ଚିମରେ ଇରାନ ରହିଥିବା ବେଳେ
ଇରାକ, ଇସ୍ରାଏଲ, ମିଶର, ଗ୍ରୀସ୍ ଆଦି ଦେଶ ଭାରତଠାରୁ ଅନତି ଦୂରରେ ଅବସ୍ଥିତ। ଏହିପରି ଭାବରେ ଭାରତର ଭୌଗୋଳିକ ଅବସ୍ଥା ଏହାର ଇତିହାସକୁ ପ୍ରଭାବିତ କରିଥାଏ। ତାପରେ 6 ନମ୍ବରଟି କହିଛି ଭାରତର କେଉଁ ଦୁଇଟି ପ୍ରାକୃତିକ ବୈଶିଷ୍ଟ୍ୟ ବିଶେଷ ପରିମାଣରେ ଇତିହାସକୁ ପ୍ରଭାବିତ କରିଛି? କାରଣ ସହ ଉଲ୍ଲେଖ କର। ଆନ୍ସାର: ଭାରତର ଇତିହାସକୁ ଏହାର ପ୍ରାକୃତିକ ବିଭାଗଗୁଡ଼ିକ ଅନେକାଂଶରେ ପ୍ରଭାବିତ କରିଛି। ସେଥିମଧ୍ୟରୁ ପାର୍ବତ୍ୟ ଓ ନଦୀ ଉପତ୍ୟକା ସମୂହ ଦୁଇଟି ପ୍ରଧାନ। ଭାରତର ଉତ୍ତର ସୀମାରେ ଅବସ୍ଥିତ ଅଚ୍ୟୁତ ହିମାଳୟ ପର୍ବତ ଶ୍ରେଣୀ କେନ୍ଦ୍ର ଏସିଆଠାରୁ ଭାରତକୁ ପୃଥକ କରୁଛି। ହିମାଳୟ ପର୍ବତମାଳାର ପାଦଦେଶୀୟ ଅଞ୍ଚଳ ଓ ଉପତ୍ୟକା ଅଞ୍ଚଳରେ ମୃତ୍ତିକା ଉର୍ବର ଏବଂ ଜଳସମ୍ପଦରେ ପରିପୂର୍ଣ୍ଣ। ଏହିସବୁ ସୁବିଧା ଥିବାରୁ ଏହି ଅଞ୍ଚଳ କୃଷି ଉପଯୋଗୀ ଓ ଘନ ଜନବସତିପୂର୍ଣ୍ଣ। ଅତି ଉଚ୍ଚ ହିମାଳୟ ପର୍ବତମାଳା ଅତିକ୍ରମ କରି ଉତ୍ତର ଦିଗରୁ ଭାରତକୁ ପ୍ରବେଶ କରିବା କଷ୍ଟକର, କିନ୍ତୁ ଉତ୍ତର ପଶ୍ଚିମ ପାର୍ଶ୍ୱରେ ଥିବା ପାର୍ବତ ଅଞ୍ଚଳରେ କେତେକ ସଂକୀର୍ଣ୍ଣ ଗିରିପଥ ରହିଛି। ଏହି ପଥ ଦେଇ ବିଭିନ୍ନ ସମୟରେ ଆକ୍ରମଣକାରୀ, ବ୍ୟବସାୟୀ ଓ ପରିବ୍ରାଜକମାନେ ଭାରତକୁ ଆସିଛନ୍ତି। ସେମାନେ ଆସିବା ଫଳରେ ସେମାନଙ୍କର ଚଳଣି, ଦର୍ଶନ, ଭାଷା ଓ ସାହିତ୍ୟ ଆଦି ଦ୍ୱାରା ଆମ ସଂସ୍କୃତି ପ୍ରଭାବିତ ହୋଇଛି। ଆମ ଦେଶରେ ହିମାଳୟ ପାର୍ବତ ଅଞ୍ଚଳ ଓ ଦକ୍ଷିଣ ଭାରତ ମାଳଭୂମି ମଧ୍ୟରେ ଏକ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ପୂର୍ବ ପଶ୍ଚିମ ହୋଇ ଲମ୍ବି ରହିଛି। ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ଆଦି ଚିରସ୍ରୋତା ନଦୀଗୁଡ଼ିକର ପଟୁମାଟି ଦ୍ୱାରା ଏହି ସମତଳ ଅଞ୍ଚଳ ସୃଷ୍ଟି ହୋଇଛି। ଏହି ଅଞ୍ଚଳର ମୃତ୍ତିକା ଉର୍ବର ଏବଂ ପ୍ରଚୁର ଜଳ ମିଳୁଥିବାରୁ ଏଠାରେ ବିଭିନ୍ନ ଶସ୍ୟ ଉତ୍ପାଦନ କରାଯାଇଥାଏ। ତେଣୁ ଏହି ଅଞ୍ଚଳରେ ବହୁ ଲୋକ ବାସ କରନ୍ତି। ଏହିସବୁ କାରଣରୁ ନଦୀ କୂଳମାନଙ୍କରେ ପ୍ରାଚୀନ ସଭ୍ୟତାମାନ ଗଢ଼ି ଉଠିଥିଲା। ତାପରେ ନମ୍ବର 2ଟି କହୁଛି ନିମ୍ନଲିଖିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର 30ଟି ଶବ୍ଦରେ ଲେଖ। କ ନମ୍ବରଟି କହିଛି ପ୍ରାକୃତିକ ଗଠନର ବିବିଧତା ଅନୁସାରେ ଭାରତକୁ କେତୋଟି ଅଞ୍ଚଳରେ ବିଭକ୍ତ କରାଯାଇଛି? ସେଗୁଡ଼ିକର ନାମ ଲେଖ। ଆନ୍ସାର: ପ୍ରାକୃତିକ ଗଠନର ବିବିଧତା ଅନୁସାରେ ଭାରତକୁ 6 ଗୋଟି ପ୍ରାକୃତିକ ଅଞ୍ଚଳରେ ବିଭକ୍ତ କରାଯାଇଅଛି, ଯଥା ହିମାଳୟ ପାର୍ବତ୍ୟ ଅଞ୍ଚଳ, ଉତ୍ତରସ୍ଥ ସମତଳ ଅଞ୍ଚଳ, କେନ୍ଦ୍ରସ୍ଥ ମାଳଭୂମି ଅଞ୍ଚଳ, ପଶ୍ଚିମସ୍ଥ ମରୁଭୂମି ଅଞ୍ଚଳ, ଉପକୂଳସ୍ଥ ସମତଳ ଅଞ୍ଚଳ, ସମୁଦ୍ର ମଧ୍ୟସ୍ଥ ଦ୍ୱୀପ ସମୂହ। ତାପରେ ଖ ନମ୍ବରଟି କହିଛି ସଂକୀର୍ଣ୍ଣ ଗିରିପଥ ଦେଇ କେଉଁମାନେ ଭାରତକୁ ଆସିଛନ୍ତି ଏବଂ ସେମାନେ କେଉଁ କ୍ଷେତ୍ରରେ ଆମ ସଂସ୍କୃତିକୁ ପ୍ରଭାବିତ କରିଛନ୍ତି? ଆନ୍ସାର: ସଂକୀର୍ଣ୍ଣ ଗିରିପଥ ଦେଇ ଆକ୍ରମଣକାରୀ, ବ୍ୟବସାୟୀ ଓ ପରିବ୍ରାଜକମାନେ ଭାରତକୁ ଆସିଛନ୍ତି। ସେମାନେ ସେମାନଙ୍କର ଚଳଣି, ଦର୍ଶନ, ଭାଷା ଓ ସାହିତ୍ୟ ଦ୍ୱାରା ଆମ ସଂସ୍କୃତିକୁ ପ୍ରଭାବିତ କରିଛନ୍ତି। ତାପରେ ଗ ନମ୍ବରଟି କହିଛି ପଶ୍ଚିମଘାଟ ପର୍ବତମାଳା କେଉଁଠାରୁ କେଉଁ ପର୍ଯ୍ୟନ୍ତ ବିସ୍ତୃତ ଏବଂ ଏହା କେଉଁ କାରଣରୁ ଘନ ଜଙ୍ଗଲପୂର୍ଣ୍ଣ? ଆନ୍ସାର: ପଶ୍ଚିମଘାଟ ପର୍ବତମାଳା ଭାରତର ମଧ୍ୟଭାଗରୁ ଦକ୍ଷିଣ ପ୍ରାନ୍ତ ଯାଏଁ ବିସ୍ତୃତ। ପଶ୍ଚିମଘାଟ ପାର୍ବତ୍ୟ ଅଞ୍ଚଳରେ ପ୍ରଚୁର ବର୍ଷା ହେଉଥିବାରୁ ଏହା ଘନ ଜଙ୍ଗଲପୂର୍ଣ୍ଣ। ତାପରେ ଘ ନମ୍ବରଟି କହିଛି ସମତଳ ଅଞ୍ଚଳ କିପରି ସୃଷ୍ଟି ହୋଇଛି ଏବଂ ଏଠାରେ କେଉଁ କାରଣରୁ ବିଭିନ୍ନ ଶସ୍ୟ ଉତ୍ପାଦନ କରାଯାଇଥାଏ? ଆନ୍ସାର: ସମତଳ ଅଞ୍ଚଳ ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ଆଦି ଚିରସ୍ରୋତା ନଦୀମାନଙ୍କର ପଟୁମାଟି ଦ୍ୱାରା ସୃଷ୍ଟି ହୋଇଛି। ଏହି ଅଞ୍ଚଳର ମୃତ୍ତିକା ଉର୍ବର ଏବଂ ଏଠାରେ ପ୍ରଚୁର ଜଳ ମିଳୁଥିବାରୁ ବିଭିନ୍ନ ଶସ୍ୟ ଉତ୍ପାଦନ କରାଯାଇଥାଏ। ତାପରେ ଉ ନମ୍ବରଟି କହିଛି କେଉଁ କାରଣରୁ ନଦୀକୂଳମାନଙ୍କରେ ପ୍ରାଚୀନ ସଭ୍ୟତାମାନ ଗଢ଼ି ଉଠିଥିଲା? ଆନ୍ସାର: ନଦୀକୂଳମାନଙ୍କରେ ମୃତ୍ତିକା ଉର୍ବର ଓ ପ୍ରଚୁର ଜଳ ମିଳୁଥିବାରୁ ଏଠାରେ ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ କରାଯାଇଥାଏ। ତେଣୁ ଏହି ଅଞ୍ଚଳରେ ବହୁ ଲୋକ ବାସ କରନ୍ତି। ଏଣୁ ଏଠାରେ ପ୍ରାଚୀନ ସଭ୍ୟତା ଗଢ଼ି ଉଠିଥିଲା। ତାପରେ 6 ନମ୍ବରଟି କହିଛି କେଉଁ ଅଞ୍ଚଳରେ ଘନ ଜନବସତି ଦେଖାଯାଏ ଓ କାହିଁକି? ଆନ୍ସାର: ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଘନ ଜନବସତି ଦେଖାଯାଏ କାରଣ ଏହି ଅଞ୍ଚଳ ଅତ୍ୟନ୍ତ ଉର୍ବର ଓ କୃଷି ପାଇଁ ବେଶ ଉପଯୋଗୀ। ତାପରେ 3 ନମ୍ବରଟି କହିଛି ନିମ୍ନଲିଖିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଗୋଟିଏ ଧାଡ଼ିରେ ଲେଖ। କ ନମ୍ବରଟି କହିଛି କେଉଁଠାରେ ଅନେକ ବନ୍ଦର ଗଢ଼ି ଉଠିଥିଲା? ଆନ୍ସାର: ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ଅବସ୍ଥିତ ନଦୀ ମୁହାଣଗୁଡ଼ିକରେ ଅନେକ ବନ୍ଦର ଗଢ଼ି ଉଠିଥିଲା। ତାପରେ ଖ ନମ୍ବରଟି କହିଛି ଅରଣ୍ୟର ଶାନ୍ତ ଓ ସୁନ୍ଦର ପରିବେଶ କେଉଁ କେଉଁ କ୍ଷେତ୍ରରେ ଉନ୍ନତି କରିବାରେ ସାହାଯ୍ୟ କରିଥିଲା? ଆନ୍ସାର: ଅରଣ୍ୟର ଶାନ୍ତ ଓ ସୁନ୍ଦର ପରିବେଶ ସଭ୍ୟତାର ବିଶେଷ କରି ଧର୍ମ, ଦର୍ଶନ ଏବଂ ସାହିତ୍ୟ ଉନ୍ନତି କରିବାରେ ସାହାଯ୍ୟ କରିଥିଲା। ତାପରେ ଗ ନମ୍ବରଟି କହିଛି ଆମ ଦେଶର କେଉଁ ସ୍ଥାନରେ ସମତଳ ଅଞ୍ଚଳ ଦେଖାଯାଏ? ଆନ୍ସାର: ଆମ ଦେଶର ପଶ୍ଚିମ ପାର୍ଶ୍ୱରେ ଆରବ ସାଗର ଓ ପୂର୍ବ ପାର୍ଶ୍ୱରେ ବଙ୍ଗୋପସାଗର ଉପକୂଳରେ ହିମାଳୟ ପାର୍ବତ ଅଞ୍ଚଳ ଓ ଦକ୍ଷିଣ ଭାରତ ମାଳଭୂମି ମଧ୍ୟରେ ଏକ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ଦେଖାଯାଏ। ତାପରେ ଘ ନମ୍ବରଟି କହିଛି କେଉଁ ସମତଳ ଅଞ୍ଚଳ ଅଧିକ ପ୍ରଶସ୍ତ? ଆନ୍ସାର:
ପୂର୍ବ ଉପକୂଳର ସମତଳ ଅଞ୍ଚଳ ଅଧିକ ପ୍ରଶସ୍ତ। ତାପରେ 9 ନମ୍ବରଟି କହିଛି ପଶ୍ଚିମ ଉପକୂଳସ୍ଥ ସମତଳ ଭୂମି କାହାକୁ କୁହାଯାଏ? ଆନ୍ସାର ଗୁଜରାଟ ଠାରୁ କେରଳ ପର୍ଯ୍ୟନ୍ତ ବିସ୍ତୃତ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳକୁ ପଶ୍ଚିମ ଉପକୂଳସ୍ଥ ସମତଳ ଭୂମି କୁହାଯାଏ। ତାପରେ 6 ନମ୍ବରଟି କହିଛି ପୂର୍ବ ଉପକୂଳସ୍ଥ ସମତଳ ଭୂମି କାହାକୁ କୁହାଯାଏ? ଆନ୍ସାର ଓଡ଼ିଶା ଠାରୁ ତାମିଲନାଡୁ ପର୍ଯ୍ୟନ୍ତ ବିସ୍ତୃତ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳକୁ ପୂର୍ବ ଉପକୂଳସ୍ଥ ସମତଳ ଭୂମି କୁହାଯାଏ। ତାପରେ 4 ନମ୍ବରଟି କହିଛି ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବା ସଂଖ୍ୟା ବାଛି ଶୂନ୍ୟସ୍ଥାନ ପୂରଣ କର। କ ନମ୍ବରଟି ହେବ ଆଜକୁ ପ୍ରାୟ 15 ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରେ ମନୁଷ୍ୟ ସୃଷ୍ଟି ହୋଇଥିଲା ବୋଲି ଅନୁମାନ କରାଯାଏ। ଖ ନମ୍ବରଟି ହେବ ପ୍ରାଚୀନ କାଳରେ ତାଳପତ୍ର ଉପରେ ଲେଖାଯାଉଥିଲା। ଗ ନମ୍ବରଟି ହେବ ସମୟ ଅନୁସାରେ ଇତିହାସକୁ 3 ଭାଗରେ ବିଭକ୍ତ କରାଯାଇଛି। ଘ ନମ୍ବରଟି ହେବ ଭାରତର କେନ୍ଦ୍ରସ୍ଥ ମାଳଭୂମି ବୃହତ୍ତମ ପ୍ରାକୃତିକ ଅଞ୍ଚଳ ଅଟେ। ତାପରେ 5 ନମ୍ବରଟି କହିଛି ରେଖାଙ୍କିତ ପଦ ବା ପଦଗୁଡ଼ିକୁ ନ ବଦଳାଇ ଭ୍ରମ ସଂଶୋଧନ କର। କ ନମ୍ବରଟି ହେବ ନୃବାନରମାନଙ୍କର କ୍ରମ ବିକାଶ ହୋଇ ମନୁଷ୍ୟ ସୃଷ୍ଟି ହୋଇଛି। ଖ ନମ୍ବରଟି ହେବ ଇତିହାସ ଶବ୍ଦଟି ଗ୍ରୀକ୍ ଶବ୍ଦ ହିଷ୍ଟରୁ ଆସିଅଛି। ଗ ନମ୍ବରଟି ହେବ ଭୁବନେଶ୍ୱର ନିକଟବର୍ତ୍ତୀ ଧଉଳିଠାରେ ପଥର ଉପରେ 2200 ବର୍ଷ ତଳର ଲେଖା ଦେଖିବାକୁ ମିଳେ। ତାପରେ ଘ ନମ୍ବରଟି ହେବ ମେଗାସ୍ଥିନିସ୍ ଜଣେ ବୈଦେଶିକ ପରିବ୍ରାଜକ ଅଟନ୍ତି। ଓ ନମ୍ବରଟି ହେବ ଆମ ଦେଶର ପଶ୍ଚିମ ଭାଗରେ ଆରବ ସାଗର ଅଛି। ତାପରେ 6 ନମ୍ବରଟି କହିଛି ତଳେ ଦିଆଯାଇଥିବା ଉତ୍ତରଗୁଡ଼ିକ ମଧ୍ୟରୁ ଯେଉଁ ଉତ୍ତରଟି ଠିକ୍ ତା ପାଖରେ ଠିକ୍ ଚିହ୍ନ ଦିଅ। କ ନମ୍ବରଟି କହିଛି ନୃବାନର ସମ୍ପର୍କୀୟ ହେଉଛନ୍ତି ଓରାଙ୍ଗ ଓଟାଙ୍ଗ। ଖ ନମ୍ବରଟି ହେଉଛି ମନୁଷ୍ୟ ବୌଦ୍ଧିକ ଗୁଣ ସହ ସାମଞ୍ଜସ୍ୟ ଥିବା ପ୍ରାଣୀ ହେଉଛି ସିମ୍ପାଞ୍ଜି। ଗ ନମ୍ବରଟି ହେବ ହର୍ଷଚରିତ୍ର ରଚନା କରିଥିଲେ ବାଣଭଟ୍ଟ। ଘ ନମ୍ବରଟି ହେବ ଏକ ପ୍ରତ୍ନତାତ୍ତ୍ୱିକ ଉପାଦାନ ଉଦାହରଣ ହେଉଛି ମାଟି ପାତ୍ର। ଓ ନମ୍ବରଟି ହେବ ଇରାନ ଦେଶ ଭାରତର କେଉଁ ଦିଗରେ ଅବସ୍ଥିତ? ଆନ୍ସାର ହେବ ପଶ୍ଚିମ। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବ ନାହିଁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।